ମାଣିକମ୍ବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ପବିତ୍ର ଗୁରୁ ଦିବସ। ଅତିଥି କହିଲେ ମହାନ ଭାରତୀୟ ସଂସ୍କୃତିରେ ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ଭିତ୍ତିକ ପରମ୍ପରା ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶର ଆୟୁଧ ହୋଇପାରିଛି। ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ସର୍ବଦା ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ଗୁରୁଙ୍କୁ ତୁଳନା କରାଯାଇଛି। ସେପ୍ଟେମ୍ବର 5 ତାରିଖ ଭାରତର ଭୂତପୂର୍ବ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ସମଗ୍ର ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ବାଲେଶ୍ୱର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହିତ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହରର ମାଣିକମ୍ବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ଓ ଭକ୍ତିର ସହ ଗୁରୁ ଦିବସ ପାଳନ କରିଥିଲେ। ସାସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପବିତ୍ର ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମହାନ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ଭିତ୍ତିକ ପରମ୍ପରା ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶର ଆୟୁଧ ହୋଇପାରିଛି ବୋଲି ସେ କହିଥିଲେ। ଆଜିର ଏହି ପବିତ୍ର ଦିବସକୁ ଆମେମାନେ ପାଳନ କରିବାର ମୁଖ୍ୟ ଅଭିପ୍ରାୟ ହେଲା ଆମର ମହାମାନବ ଯୁଗ ଯମୁନା ଯିଏକି ଆଜି ଆମର ଚିର ନମସ୍ୟ, ଯାହା ପାଇଁ ଗୁରୁ ସମାଜ ଆଜି ମୁଣ୍ଡ ଟେକି ଉପରକୁ ଚାଲିଅଛି, ସେହି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଯିଏକି 1888 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ଜନ୍ମଗ୍ରହଣ କରି 1975 ମସିହା ଏପ୍ରିଲ 16 ତାରିଖରେ ମୃତ୍ୟୁବରଣ କରିଥିଲେ। ସେହି ମହାପୁରୁଷ ଅନେକ ଶିକ୍ଷାନୁଷ୍ଠାନରେ ଯୋଗଦାନ କରି ଶିକ୍ଷା ଦାନ କରି ଅନେକ ପିଲାମାନଙ୍କୁ ସେ ଉନ୍ନତି କରାଇଛନ୍ତି ଓ ବହୁତ ଅନୁଷ୍ଠାନରେ ସେ ମୁଖ୍ୟ ରୂପେ ପରିଗଣିତ ହୋଇ ରହିଛନ୍ତି। ସେହି ମହାପୁରୁଷ ବାରାଣସୀ କାଶୀ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ମୁଖ୍ୟ ଭାବରେ ଭାର ଗ୍ରହଣ କରିଥିଲେ। ଜବାହରଲାଲ ନେହେରୁଙ୍କର ଅନୁମୋଦନ କ୍ରମେ ଅନେକ ସ୍ଥାନରେ ସେ ଉଚ୍ଚ ପଦାଧିକାରୀ ରହିଥିଲେ। ତାଙ୍କର ଚିନ୍ତାଧାରା ବହୁତ ଉନ୍ନତ ଥିଲା। ସେ ଏତେ ଉନ୍ନତ ଥିଲା ଯେ ଯାହାକି ତାଙ୍କୁ ଭାରତ ରତ୍ନ ଉପାଧିରେ ମଧ୍ୟ ବିଭୂଷିତ କରାଯାଇଛି। ଏଣୁ ସେ ଭଳି ଜଣେ ମହାମାନ୍ୟ ମହତ ବ୍ୟକ୍ତିକୁ ଆଜି ପର୍ଯ୍ୟନ୍ତ ଦିନରେ ଆମେମାନେ ପ୍ରଣାମ କରୁଅଛୁ ଆଉ ସମସ୍ତେ ତାଙ୍କରି ପଥକୁ ଅନୁଧ୍ୟାୟ କରିବା ଉଚିତ। ମାଣିକମ୍ବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ଭବେନ୍ଦ୍ର କୁମାର ରାଉତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶରେ ଗୁରୁଜୀ ଗୁରୁମାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଯେହେତୁ ଭାରତୀୟ ପରମ୍ପରାର ଗୁରୁ ଶିଷ୍ୟର ସୁନ୍ଦର ପରମ୍ପରା ରହିଛି, ସେହି ପରମ୍ପରାକୁ ଆମେ ସବୁବେଳେ ଉତ୍ସୀତ କରି ରଖିଥାଉ। ଖାଲି ଏ ଗୋଟିଏ ନିଯୁକ୍ତି ପରମ୍ପରା ଚାଲିଛି। ଏହା ପୂର୍ବରୁ ଆମେ ଆଉ ଗୋଟିଏ ଗୁରୁ ଦିବସ ପାଳନ କରିଥିଲୁ ଯେ ଆଷାଢ଼ ପୂର୍ଣ୍ଣିମା, ବ୍ୟାସ ପୂର୍ଣ୍ଣିମା। ବ୍ୟାସ ପୂର୍ଣ୍ଣିମାଟି ହେଉଛି ଯେ ଅତ୍ୟନ୍ତ ଶୁଭ ଦିବସ। ସେହି ପୂର୍ଣ୍ଣିମାଟାକୁ ଆମେ ସବୁବେଳେ ଦେଖୁ ଗୁରୁ ଦକ୍ଷିଣା ଭାବେ ଆମେ ପୂର୍ଣ୍ଣିମା ପାଳନ କରୁ। ଗୁରୁକୁ ଆମେ ଦକ୍ଷିଣା ଦେଉ। ସେଇଠି ହେଉଛି ଆମର ବଡ଼ ପର୍ବ ଥିଲା। ଆଜି ମଧ୍ୟ ଆମେ ଗୁରୁ ଦିବସ ପାଳନ କରୁଛି। ଯେଉଁମାନେ କି ଗୁରୁଜୀ ଗୁରୁମା ଯେଉଁମାନେ କି ଶିକ୍ଷାଦାନ କରି ଆମ ଛାତ୍ରଛାତ୍ରୀ ସୃଷ୍ଟି କରୁଛନ୍ତି ଏବଂ ଏକ ସୁନ୍ଦର ସମାଜ ଗଠନ କରିବାର ଯେଉଁମାନଙ୍କ ଭୂମିକା ରହିଛି, ସେଇମାନଙ୍କୁ ଆଜି ପୂଜନ କରିବା, ଛାତ୍ରଛାତ୍ରୀମାନଙ୍କୁ ପୂଜନ କରିବା, ଏଇଟା ଛାତ୍ରରା ପୂଜନ କରିବା, ଏଇଟା ହେଉଛି ଆମର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ମହାନ୍ତ ଏଥିରେ ଅଧ୍ୟକ୍ଷତା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମାଜକୁ ଜାଗରଣ ସୃଷ୍ଟି କରୁଛି। ସେଥିପାଇଁ ଯେଉଁ ଦିବ୍ୟ ପୁରୁଷଙ୍କର ନାମରେ ଆଜିର ଏହି ଦିବସ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନ ଏ ଶିକ୍ଷକ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ, ଯାହା ପାଇଁ ଆଜି ପର୍ଯ୍ୟନ୍ତ ସେ କାଳଜୟୀ ମହାପୁରୁଷଙ୍କର ବାଣୀକୁ ମନେ ପକାଇ ତାଙ୍କର ଜନ୍ମ ଦିବସକୁ ନେଇ ସାରା ଭାରତ ବର୍ଷରେ ଗୁରୁ ଦିବସ ପାଳନ କରାଯାଉଛି। ବିଦ୍ୟାଳୟର 10ମ ଶ୍ରେଣୀ ଛାତ୍ର ତେଜସ୍ୱୀ କୁମାର ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ
ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁଦିବସ ସମ୍ପର୍କରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆସନରେ ଉପବିଷ୍ଟ କରାଇ ଚନ୍ଦନ ସିନ୍ଦୁର ଲଗାଇ ପୂଜା କରିବା ସହ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ କର୍ମଚାରୀମାନେ ଗୁରୁଦିବସର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।